ମାଙ୍କର କ'ଣ ଖାଇବାକୁ ଇଚ୍ଛା ହେଲା ଚାଲନ୍ତୁ ମାଙ୍କ ମୁହଁରୁ ଶୁଣିବା। ଯେ ଗୋଟେ ଫ୍ରିଜରେ ନଡ଼ିଆ ଅଛି, ନଡ଼ିଆ ପରଟା ବନାଉ ତ ଚିନି ଏରକମ ପରଟା ବନିବ, ଚିନି ଦେବନି। ହଉ ହଉ ଖାଇବ ତ? ଶୁଣିଲେ ତ ମାଙ୍କର ଇଚ୍ଛା ଆଜି ନଡ଼ିଆ ପରଟା ଖାଇବେ, କିନ୍ତୁ ବିନା ଚିନିରେ। ଯେହେତୁ ତାଙ୍କର ସୁଗାର ଅଛି ସେଥିପାଇଁ ସେ ଚିନି ଖାଆନ୍ତିନି। ତ ଚାଲନ୍ତୁ ମାଙ୍କ ଇଚ୍ଛାର ଆଜି ବନେଇବା ବିନା ଚିନିରେ। ତ ନଡ଼ିଆ ତ ଏଠି କୋରି ନେଲି ମୁଁ। ତ ବିନା ଚିନିରେ ମାନେ ସେଥିରେ କିଛି ଏମିତି ଦେବା ଯାହାକି ଭଲ ଲାଗିବ ଖାଇବା ପାଇଁ। ତ ଏଠି ନେଇଛି ପିଆଜ, ଆଉ ଏଇ ପିଆଜ କାଟୁ କାଟୁ ବହୁତ କାନ୍ଦିବା ପାଇଁ ପଡ଼ିଲା। ଏତେ ଝାଞ୍ଜ କି ବହୁତ କାନ୍ଦିବା ପାଇଁ ପଡ଼ିଲା। ଏଠି କିଛି ପିଆଜ କାଟି ନେଇଛି, ଆଉ ତା ସହିତ କିଛି ଧନିଆ ପତ୍ର କାଟି ନେଇଛି। ଆଉ ପିଆଜ, ଧନିଆ ପତ୍ର, ଲଙ୍କା ଏସବୁ କାଟି ନେଇଛି। ଲଙ୍କାଟା ସେଥିରେ ମିକ୍ସ କରିନି, ରଖିଛି ପାଖରେ। ଆଉ ଲୁଣ ଟିକେ ଦେଇଦେଲି, ଟିକେ କସୁରୀ ମେଥି ଦେଇଦେଲି, ତା ସହିତ ଟିକେ ଜିରା ପକାଇ ଦେଉଛି। ତାପରେ ଟିକେ ଚାଟ୍ ମସଲା ଦେଇଦେଉଛି ଏଥିରେ, ଟିକେ ସ୍ୱାଦ ଯେମିତି ଭଲ ଆସିବ ଆଉ। ତାପରେ ଟିକେ ମ୍ୟାଗି ମସଲା ଦେଇପାରିବେ, ନହେଲେ ସବଜି ମସଲା ଯାହା ବି ଦେଇପାରିବେ ଭଲସେ। ଲଙ୍କାଟା ଏଥିପାଇଁ ମିକ୍ସ କରିନି କାହିଁକିନା ଆୟୁଷ ଏତେ ଲଙ୍କା ଖାଇପାରିବନି, ତ ତା ପାଇଁ ବିନା ଲଙ୍କାରେ ବନେଇ ସାରିଲା ପରେ ଲଙ୍କାଟା ଦେଇଦେବି। ତ ଏଠି ଭଲସେ ତାକୁ ଭଲସେ ଚକଟି ନେଉଛି, କାହିଁକିନା ପରଟାରେ ଭଲସେ ନ ଚକଟିଲେ ସେ ପରଟା ପୁରା ଫାଟିଯିବ। ତ ପୁରା ଷ୍ଟଫିଂ ପୁରା ରେଡ଼ି ହେଇଗଲା। ଏବେ ଚାଲନ୍ତୁ ବନେଇବା ପରଟା। ତ ଗ୍ୟାସ୍ ଅନ୍ କରିନେଲି, ତାୱାଟା ଗରମ ହେଉଥାଉ। ଆଉ ଏଠି ମୁଁ ବେଲି ନେଉଛି ସବୁ। ତ ଏମିତି ପତଳା ପତଳା କରି ବେଲି ନେଲି। ଆୟୁଷ ପାଇଁ ପ୍ରଥମେ ବନେଇ ନେଲି, ତାପରେ ଆମର ଲଙ୍କା ଆଡ଼୍ କରିଦେଇକି ଷ୍ଟଫିଂ ତା ଭିତରେ ଦେଇକି ଏମିତି ପୁରା ପାଖରୁ ପୁରା ଭଲସେ ମୁଡ଼ି ନେଉଛି। ମୁଡ଼ି ସାରିକି ତାକୁ ଟିକେ ହାତରେ ଭଲସେ ଏମିତି ଚାପିକି ଟିକେ ପତଳା କରିବା, ନହେଲେ ସାଙ୍ଗେ ସାଙ୍ଗେ ବେଲି ଦେଲେ ପୁରା ଫାଟିଯିବ। ତାକୁ ଟିକେ ଚାପିକି ପତଳା କରିକି ମୁଁ ହାଲକା ହାତରେ ବାସ୍ ଟିକେ ବେଲି ନେଉଛି। ବେଲିକି ଏବେ ତାୱାରେ ଦେଇଦେଲି। ଏଠି ମୁଁ କିଛି ଘିଅ ଆଉ ତେଲ ମିକ୍ସ କରି ରଖିଛି। ଘିଅର ଫ୍ଲେଭର ବହୁତ ବଢ଼ିଆ ଆସେ। ତ ଏପଟ ସେପଟ ଭଲସେ ଭାଜିକି ତାକୁ ଟିକେ ଅଏଲ୍ ବ୍ରସ୍ କରି ନେଉଛି ସେଥିରେ। ପୁରା ଭଲସେ ତାକୁ ଧିମା ଆଞ୍ଚରେ ସିମ୍ କରିକି ଚାପି ଚାପିକି ଏମିତି ଭାଜିବା ପାଇଁ ପଡ଼ିବ, ନହେଲେ ପିଆଜଟା ପୁରା କଞ୍ଚା ଲାଗିବ। ଦେଖନ୍ତୁ କେମିତି ହେଇଛି। ତ ଏମିତି କରି ମୁଁ ସବୁ ଗୁଡ଼ା ପରଟା ବେଲି ନେଲି। ଏବେ ଏଠି ଦହି ଆଉ ଟିକେ ଟମାଟୋ କେଚପ୍ ନେଇଛି, ଯାହାର ଯେମିତି ପସନ୍ଦ ସେମିତି ଖାଇବେ। ତ ଏବେ ତ ଦେଇଛି, ମାଆଙ୍କୁ ତ ଦେଇଛି, ମାଆଙ୍କୁ ତ ବହୁତ ଟେଷ୍ଟି ଲାଗିଲା କହିଲେ। ଏବେ ଚାଲନ୍ତୁ ବାବୁଙ୍କୁ ଡାକିବା, ବାବୁ କ'ଣ କହୁଛନ୍ତି। ବାବୁଙ୍କ ଆକ୍ସନ୍ ଦେଖି ଜାଣିପାରୁଥିବେ କେମିତି ହେଇଛି। ତ ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଜଣାଇବେ। ସବସ୍କ୍ରାଇବ୍ ନିଶ୍ଚିତ କରିବେ। ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ ନିହାତି କରିବେ। ରହୁଛି, ଜୟ ଜଗନ୍ନାଥ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ।